ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ, ରିୟା ନିଜ ଡୋର ବନ୍ଦ କରି ଭିତର ପଟେ ଥାଏ। ରାଜ ଆସେ। ରାଜ କୁହେ, ରିୟା ରିୟା, ଆରେ କବାଟ ବନ୍ଦ କରିକି ଭିତରେ କାହିଁକି ଅଛ? ବାହାରକୁ ଆସ ରିୟା। ରିୟା ସେପଟେ କୁହେ, ମୋ ଦେହ ଭଲ ନାହିଁ ରାଜ, ମୁଁ ଟିକେ ଏକା ରହିବାକୁ ଚାହୁଁଛି, ପ୍ଲିଜ୍ ମୋତେ ଏବେ କେହି କିଛି ବି କୁହନା। ତାପରେ ରାଜ ସେଠୁ ଚାଲି ଆସେ। ଆଉ ଏପଟେ ପରିବାରର ସମସ୍ତେ ଚିନ୍ତାରେ ଛିଡ଼ା ହେଇଥାନ୍ତି। ଆଉ ସେଇ ଟାଇମରେ ରୋହନ ଆଉ ଅନୁ ଘର ଭିତରକୁ ଆସନ୍ତି। ଅନୁ ସମସ୍ତଙ୍କୁ ଏମିତି ଚିନ୍ତାରେ ଦେଖି ପଚାରେ, କ'ଣ ହେଇଛି ମା? ଆପଣମାନେ ସମସ୍ତେ ଏମିତି ଚିନ୍ତାରେ ଥିଲା ଭଳିଆ ଲାଗୁଛନ୍ତି। ଆନିଶା କୁହେ, ହଁ ଅନୁ, ଟିକେ ପ୍ରୋବ୍ଲେମ୍ ହେଇଯାଇଛି। ଅନୁ କୁହେ, ଆଚ୍ଛା, ମୁଁ ଯାଇକି ଟିକେ କଥା ହେବି କି? ରାଜର ମା କୁହନ୍ତି, ନାଇଁ ଅନୁ, ରାଜ ଯାଇଛି। ରାଜ ସେଠି ଥିବା ଅବସ୍ଥାରେ ତୋର ଯିବାଟା ଠିକ୍ ହେବନି। ମୋନାର ମା କୁହନ୍ତି, ହଁ ଅନୁ, ଅପା ଠିକ୍ କହୁଛନ୍ତି। ରାଜ ତ ଯାଇଛନ୍ତି। ତମେ ଯଦି ଏବେ ପୁଣି ଯିବ ତାହେଲେ ରିୟା ହୁଏତ ରାଜ ଆଉ ତମକୁ ନେଇ ସନ୍ଦେହ କରିପାରନ୍ତି। ତାପରେ ରାଜ ସେଠିକୁ ଆସେ। ରାଜର ମା ରାଜକୁ ପଚାରନ୍ତି, ରାଜ, ତୁ ରିୟା ସାଙ୍ଗରେ କଥା ହେଲୁ? ରାଜ ମୁଣ୍ଡ ହଲେଇ ନାଇଁ କରେ। ଆଉ କୁହେ, ନାଇଁ ମାମା, ସେ କବାଟ ଖୋଲିଲେନି, ଏମିତି ବି ସେ କିଛି କଥା ହେବାକୁ ବି ଚାହୁଁନାହାନ୍ତି। ରୋହନ କୁହେ, ଆକ୍ଚୁଆଲି ମୋ ମତରେ ଆପଣ ତାଙ୍କୁ ଏବେ ଟିକେ ସମୟ ଦେବା ଦରକାର। ନିଶ୍ଚୟ ସେ କିଛି ସମୟ ପରେ ନିଜେ ରୁମ୍ରୁ ବାହାରକୁ ଆସିବେ। ହଉ ରାଜବାବୁ, ମୁଁ ଏବେ ଆସୁଛି, କିଛି ଦରକାର ହେଲେ ମୋତେ କଲ୍ କରିବେ। ରାଜ କୁହେ, ରୋହନ, ଥ୍ୟାଙ୍କ ୟୁ ରୋହନ, ଥ୍ୟାଙ୍କ ୟୁ ସୋ ମଚ୍। ତମେ ମୋ ପାଇଁ ଆଉ ଅନୁଙ୍କ ପାଇଁ ବହୁତ କିଛି କରିଛ, ସିରିୟସଲି ଥ୍ୟାଙ୍କ ୟୁ। ରୋହନ କୁହେ, ଥ୍ୟାଙ୍କସ୍ କହିକି ମୋତେ ପର କରିଦିଅନ୍ତୁନି। ଅନୁ ମୋର ଛୋଟବେଳର ସାଙ୍ଗ, ତା ଛଡ଼ା ଆପଣ ବହୁତ ଭଲ ମଣିଷ, ସେଥିପାଇଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ହଁ କରିଦେଲି। ଠିକ୍ ଅଛି, ଏବେ ମୁଁ ଆସୁଛି। ତାପରେ ରୋହନ ସେଠୁ ଚାଲିଯାଏ। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।